ଯେବେ ତୁମେ 22ରୁ 25 ବର୍ଷ ବୟସ ମଧ୍ୟରେ ପହଞ୍ଚିବ, ତୁମେ ବୁଝିପାରିବ ଗୋଟେ ଲେଖକ ନିଜର ଲେଖା ଅଧୁରା କ'ଣ ପାଇଁ ଛାଡ଼ିଦିଏ, କ'ଣ ପାଇଁ ଗୋଟେ ମଣିଷ ଚୁପ୍ ରହିବା ଶିଖିଯାଏ, କ'ଣ ପାଇଁ ଗୋଟେ ମଣିଷକୁ ଏକା ରହିବା ଭଲ ଲାଗେ, କ'ଣ ପାଇଁ ଗୋଟେ ମଣିଷ ପ୍ରେମ ବନ୍ଧୁତ୍ୱ ସବୁ ସମ୍ପର୍କଠାରୁ ଦୂରେଇ ଯାଏ। ଯେତେବେଳେ ଗୋଟେ ପୁଅ ଘରେ ରୁହେ ତାକୁ ବୋଝ ପରି କ'ଣ ପାଇଁ ଲାଗେ। ଦିନ ବିତିଯିବ, ରାତି କଟିବନି ସେତେବେଳେ ଯେତେବେଳେ କରୁନଥିବ କିଛି ରୋଜଗାର। ତୁମେ ଭୁଲିଯିବ ସେ ସବୁ କିଛି, ଯେଉଁ ସବୁ କିଛି ତୁମକୁ ଦେଉଥିଲା ଖୁସି। ମନ ମରିଯିବ, ଇଚ୍ଛା ଛାଡ଼ିଯିବ, ସ୍ୱପ୍ନ ଭାଙ୍ଗିଯିବ। ମନ ମରିଯିବ, ଇଚ୍ଛା ଛାଡ଼ିଯିବ, ସ୍ୱପ୍ନ ଭାଙ୍ଗିଯିବ, ଆଉ ଖୁସି ମଧ୍ୟ ଚାଲିଯିବ। ପସନ୍ଦର ମଣିଷ ନାପସନ୍ଦ ହୋଇଯିବ। ସ୍ୱପ୍ନ ଦେଖିବା ମଧ୍ୟ ଭୁଲିଯିବ ତୁମେ, ଆଉ ବାସ୍ତବ ଜୀବନରେ ବଞ୍ଚିବାରେ ଲାଗିବ। ଯେବେ ତୁମେ 22ରୁ 25 ବର୍ଷ ବୟସ ମଧ୍ୟରେ ପହଞ୍ଚିବ।